ସାଙ୍ଗମାନେ ଜୟ ଜଗନ୍ନାଥ। ନମସ୍କାର। ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ। ଆଜି ସକାଳୁ ସକାଳୁ ଭାଉଜଙ୍କର କାମଧନ୍ଦା ସରିଗଲା। ଏବେ ଆସିଗଲେ ଗଛକୁ ଚେକ୍ କରିବା ପାଇଁ। ଆପଣମାନେ ଦେଖିପାରୁଥିବେ ସାଙ୍ଗମାନେ, ଏ ଗଛଟିକୁ ବହୁତ ଭଲ ପାଉଛନ୍ତି, କାରଣ ଆପଣମାନେ ଜାଣିଛନ୍ତି ଏ ଗଛଟି ହେଉଛି ସମସ୍ତଙ୍କର ପ୍ରିୟ ଗଛ। ନା କ'ଣ କହୁଛ ଭାଉଜ? ସ୍ୱାଗତିକା ଭାଉଜ ଦେଖନ୍ତୁ କେମିତି ଭଲ ଭାବରେ ତାକୁ ବାଛି ନେଉଛନ୍ତି। ଗୋଟେ ଗଛ ମରିଯାଇଛି, ଭାଉଜ ଭାଙ୍ଗି ଯାଇଛି ଡାଳଟି, ଫୁଲଟି ଶୁଖିଯାଇଛି। ସାଙ୍ଗମାନେ ଭାଉଜଙ୍କ ମନ ଟିକେ ଦୁଃଖ ହୋଇଗଲା। ତାହେଲେ ସାଙ୍ଗମାନେ ଆଜି ଆପଣମାନଙ୍କ ମନୋରଞ୍ଜନ ପାଇଁ ଆମେ ରଖିଅଛୁ ଅତି ସୁନ୍ଦର ମଜାଦାର ଢଗଧମାଲ ପ୍ରଶ୍ନ। ସାଙ୍ଗମାନେ ଏଇଭଳି ଢଗଧମାଲ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ଆସ ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ଆଜିର ଢଗ ପ୍ରଶ୍ନଟି ହେଲା, ଭାଉଜଙ୍କୁ ଟିକେ ହିସାବ ପତ୍ର ଉପରେ ଦେଖାଯାଉ ଭାଉଜ ଆମର କ'ଣ ହିସାବ କରି କହୁଛନ୍ତି। ସାଙ୍ଗମାନେ ପ୍ଲିଜ୍ ଆପଣମାନେ କମେଣ୍ଟରେ ଲେଖିଦେବେ, କିନ୍ତୁ କମେଣ୍ଟ ବକ୍ସଟି ଖୋଲା ରଖିଛୁ। ଭାଉଜଟି କହିପାରିଲା ଭଳି କାହିଁ ମୋତେ ଜଣାପଡ଼ୁନି, ସେଥିପାଇଁ ଆପଣମାନଙ୍କ ହେଲ୍ପ ନିହାତି ଆବଶ୍ୟକ। ତାହେଲେ ମୁଁ ଷ୍ଟାର୍ଟ କରୁଛି, ଆପଣମାନେ ଭଲ ଭାବରେ ଧ୍ୟାନ ଦିଅନ୍ତୁ ଏବଂ ଢଗ ପ୍ରଶ୍ନର ଉତ୍ତରଟି ଦେଇଦିଅନ୍ତୁ। କହିଲେ ଦେଖି, ଭଲ କି ଶୁଣ। କହିଲେ ଦେଖି, 1000 ଗ୍ରାମ ମରିଚର ଦାମ 150 ଟଙ୍କା ହେଲେ 5 କେଜି 500 ଗ୍ରାମ ମରିଚର ଦାମ କେତେ ଟଙ୍କା ହେବ? ସାଙ୍ଗମାନେ 1000 ଗ୍ରାମ ମରିଚର ଦାମ 150 ଟଙ୍କା ହେଲେ 5 କେଜି 500 ଗ୍ରାମ ମରିଚର ଦାମ କେତେ ହେବ? ସାଙ୍ଗମାନେ ଭାଉଜଙ୍କୁ ମୁଁ ଭଲ ଭାବରେ ବୁଝାଇ କହିଛି, ଆପଣମାନେ ବି ଭଲ ଭାବରେ ବୁଝିପାରିଥିବେ। ଭାଉଜ ଚିନ୍ତା ରହିଲେ ଆହୁ ଥରେ କହିଦେବି, ଭାଉଜ ତାର ଉତ୍ତରଟି ଦେବେ ବୋଲି ଭାବୁଛନ୍ତି। ସାଙ୍ଗମାନେ ଆଉ ଥରେ ମୁଁ କହିଦେଉଛି, 1000 ଗ୍ରାମ ମରିଚର ଦାମ 150 ଟଙ୍କା ହେଲେ, ମାନେ 150 ଟଙ୍କା ହେଲେ 5 କେଜି 500 ଗ୍ରାମ ମରିଚର ଦାମ କେତେ ହେବ? ସାଙ୍ଗମାନେ ଆଉ ଥରେ କହିଦେଲ। ସାଙ୍ଗମାନେ ମୋ ପାଇଁ କମେଣ୍ଟରେ ଲେଖି ଦିଅନ୍ତୁ। ସାଙ୍ଗମାନେ ଏ ପ୍ରଶ୍ନଟିର ଉତ୍ତରଟି କଷ୍ଟ ଅଛି, ସମୟ ଲାଗିବ। ଭାଉଜ ଏତେ ଶୀଘ୍ର ପାରୁନାହାନ୍ତି, କାରଣ ତାଙ୍କ ପାଖରେ ମୋଟେ 5ଟି 10ଟି ଆଙ୍ଗୁଠି ଅଛି, କିନ୍ତୁ ସେ ଆଙ୍ଗୁଠିର ହିସାବ କରି ଉତ୍ତରଟେ ଦିଅନ୍ତି, କିନ୍ତୁ ଏ ଟିକେ ବହୁତ ବଡ଼ ହୋଇଗଲା। ସାଙ୍ଗମାନେ ଆପଣମାନେ ଭାଉଜଙ୍କୁ ଟିକେ ସପୋର୍ଟ କରିନିଅନ୍ତୁ। ଆପଣମାନଙ୍କ ଭଲ ପାଇବା ଅଛି, ଏ ଭରସା ଆମର ଅଛି। ସାଙ୍ଗମାନେ ଆପଣମାନେ ନିଶ୍ଚିନ୍ତ କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ତାହେଲେ ସାଙ୍ଗମାନେ ଆପଣମାନଙ୍କ କମେଣ୍ଟକୁ ଭାଉଜ ଆମର ସ୍ୱାଗତିକା ଭାଉଜ ଅପେକ୍ଷାରେ ରହିଲେ। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନଟି ସରିଗଲା। ଆସ ଆମେ ଚାଲିଯିବା ସେକେଣ୍ଡ ଢଗ ପ୍ରଶ୍ନ। ସେକେଣ୍ଡ ଢଗ ପ୍ରଶ୍ନର ଭାଉଜ ଆମର କ'ଣ କହୁଛନ୍ତି, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତୁ ଏବଂ ଏଇ ଯେଉଁ ଛାତ ଉପରେ ଦୃଶ୍ୟଟିକୁ ଆପଣମାନେ ଦେଖନ୍ତୁ। ଭାଉଜ ଏ ଗଛ ସବୁ ଲଗାଇଛନ୍ତି ଏବଂ ଡେଲି ଚେକ୍ କରୁଛନ୍ତି। ଏଇ ସମୟ ଭିତରେ ମୋତେ ବି ସୁଯୋଗ ମିଳିଯାଉଛି ଭାଉଜଙ୍କ ସହିତ କିଛି ସମୟ କାଟିବା ପାଇଁ। ସାଙ୍ଗମାନେ ମଝିରୁ କେବେ ହେଲେ କାଟି ଦିଅନ୍ତୁ ନାହିଁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ୱାଚ୍ କରନ୍ତୁ ଏବଂ ମଜା ନିଅନ୍ତୁ। ତାହେଲେ ସାଙ୍ଗମାନେ ସେକେଣ୍ଡ ଢଗ ପ୍ରଶ୍ନଟି ଭାଉଜ କହିଦେବେ ବୋଲି ମୁଁ ଆଶା ରଖିଛି, କାରଣ ସେ ଏ ଟାଇପ୍ର ଭିଡ଼ିଓ ଟିକେ କହିଦିଅନ୍ତି। ତଥାପି ଆପଣମାନେ ଭାଉଜଙ୍କ ଉପରେ ଭରସା ରଖନ୍ତୁ, ଭାଉଜ ଆମର କ'ଣ ଉତ୍ତର ଦେବେ ଦେଖିନେବା। ଯଦି ଭାଉଜ ନ କହିପାରିଲେ ପ୍ଲିଜ୍ ଆପଣମାନେ ତ ଅଛନ୍ତି, ନା କ'ଣ କହୁଛ? ସାଙ୍ଗମାନେ ସେକେଣ୍ଡ ଢଗ ପ୍ରଶ୍ନଟି ହେଲା, ଭାଉଜଙ୍କୁ କହିଲେ ଦେଖି କରିଦେଉଛି। ଡାଳରେ ଫଳେ ମୂଳରେ ଫଳେ ଗଣ୍ଠିରେ ଫଳେ ସିଏ, ଚିରିଲେ ପେଟ କିଏ ସେ କହ, ବେଜାଏ ଡିମ୍ବ ଦିଏ। ସାଙ୍ଗମାନେ ଆପଣମାନେ ନିଶ୍ଚିନ୍ତ ବୁଝିପାରିଥିବେ ପ୍ରଶ୍ନଟି।
ଡାଳରେ ଫଳେ, ମୂଳରେ ଫଳେ, ଗଣ୍ଠିରେ ଫଳେ, ସିଏ ଚିରିଲେ ପେଟ କିଏ ସେ କହ ବେଜାଏ ଡିମ୍ବ ଦେଇଥାଏ। ସାଙ୍ଗମାନେ ଆପଣମାନେ ଭଲ ଭାବରେ ବୁଝିପାରିଥିବେ ଏବଂ ଏଇଭଳି ଢଗଧମାଲ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ଆସ ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ଆଜିର ଢଗଧମାଲ ପ୍ରଶ୍ନ ଆପଣଙ୍କ ମନ ଛୁଆଁ ହୋଇଥିବ ବୋଲି ଆଶା ଏବଂ ବିଶ୍ୱାସ ରଖିଛୁ। ଭାଉଜଙ୍କ ସହିତ ଟିକେ ସମୟ କାଟୁଛି। ଯାହା ହଉ ସାଙ୍ଗମାନେ, ଭାଉଜ ଟିକେ ସମୟ ପାଇଛନ୍ତି। ଏଇ ସମୟ ଭିତରେ ଭାବିନେଲି ଭାଉଜଙ୍କ ସହିତ ଆଜି ମଜା କରିନେବା ଏବଂ ଢଗଧମାଲ ପ୍ରଶ୍ନଟି ପଚାରିଦେବା। ଶିଖିଲା ଭଳି ଭିଡ଼ିଓ ଯେ କି ଆପଣମାନଙ୍କ ମନ ଛୁଆଁ ହେବ ବୋଲି ଆଶା ବିଶ୍ୱାସ ରଖିଛୁ। ସାଙ୍ଗମାନେ ଏଇଭଳି ଢଗଧମାଲ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ଆଶା ଆମେ ହସିବା, ଅନ୍ୟମାନଙ୍କୁ ହସାଇବା, ଏତିକି ରିକ୍ୱେଷ୍ଟ ରହିଛି। ସାଙ୍ଗମାନେ ଯଦି ଚ୍ୟାନେଲକୁ ନୂଆ ଆସିଥାନ୍ତି କରିଦିଅନ୍ତୁ ସବସ୍କ୍ରାଇବ୍ ଏବଂ ଅଲ୍ ନୋଟିଫିକେସନ୍ଟିକୁ ଅନ୍ କରିଦିଅନ୍ତୁ, କାରଣ ନୋଟିଫିକେସନ୍ଟିକୁ ଅନ୍ ରଖିଲେ ୟୁଟ୍ୟୁବ୍ ସର୍ଚ୍ଚ କରି ଆପଣମାନଙ୍କ ପାଖକୁ ସର୍ବପ୍ରଥମେ ଆମ ଭିଡ଼ିଓଟିକୁ ପଠାଇବେ। ଆପଣମାନେ ହିଁ ଦେଖିବାର ସୁଯୋଗ ପାଇପାରିବେ। ସାଙ୍ଗମାନେ ଆପଣମାନେ କେମିତି ଅଛନ୍ତି? ଆପଣମାନେ ଭଲରେ ଥାଆନ୍ତୁ। ଆପଣମାନଙ୍କ ସପୋର୍ଟ ଆମ ପାଖରେ ଅଛି। ଆପଣଙ୍କ ବିନା କେବେ ହେଲେ ଆମେ ଆଗକୁ ଯାଇପାରିବୁନି। ସାଙ୍ଗମାନେ ଏତିକି ରିକ୍ୱେଷ୍ଟ ରଖିଛୁ। ସାଙ୍ଗମାନେ ଆପଣମାନେ ମଝିରୁ କେବେ ହେଲେ କାଟନ୍ତୁ ନାହିଁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଆମ ପାଇଁ ଟିକେ ସମୟ କାଢ଼ି ଦେଖନ୍ତୁ ଏବଂ କମେଣ୍ଟ ବକ୍ସରେ ପ୍ରଶ୍ନର ଉତ୍ତରଟି ଲେଖି ଦିଅନ୍ତୁ। ଭାଉଜ ଏବେ ବସି ପଡ଼ିଲେଣି, ଦେଖୁଛନ୍ତି, ଚେକ୍ କରୁଛନ୍ତି। ସାଙ୍ଗମାନେ ଦେଖନ୍ତୁ, ଗଛଲତା ପୁରା ଦେଖୁଛନ୍ତି। କ'ଣ ଦୁଇଟି ପ୍ରଶ୍ନର ଆସିବ ଉତ୍ତର ନା ଆସିବନି? ସାଙ୍ଗମାନେ ଭାଉଜ ଆଶା ରଖିଛନ୍ତି ଆମ ସାଙ୍ଗସାଥି ସମସ୍ତେ ଭଲ ଅଛନ୍ତି, କେବେ ହେଲେ ଖରାପ କମେଣ୍ଟ ଦେଇନାହାନ୍ତି। ତାଙ୍କର ଭଲ ପାଇବା ଆମ ପ୍ରତି ଅଛି। ଯାହା ହଉ ସାଙ୍ଗମାନେ ଆପଣମାନଙ୍କ ସପୋର୍ଟ ସେଇଭଳି ରହିଥାଉ। ନା କ'ଣ କହୁଛ? ଆଉ କ'ଣ କୁହ? ଭାଉଜ କ'ଣ କହିବେ ନା କ'ଣ କୁହ? ଭାଉଜ ଆଉ କିଛି କହିବେ ନାହିଁ, ମୁଁ ତମର ଗଛ ଭାଉଜ ଆଉ କିଛି କହିବେ ନାହିଁ କାରଣ ସେ ଗଛଲତାରେ ଲାଗିଯାଇଛନ୍ତି। ଦେଖନ୍ତୁ ସାଙ୍ଗମାନେ, ଏ ଛାତ ଉପରେ ଯେ କି ଏ ଦେଖନ୍ତୁ ବହୁତ ଉଚ୍ଚ, ଯେ କି 4th ଫ୍ଲୋର, ଆହୁରି ଉପରେ କିଛି ଅଛି। ଏଠି ଦେଖନ୍ତୁ ଆକାଶର କେତେ ସୁନ୍ଦର ଭାବରେ ଦେଖାଯାଉଛି, ଆପଣମାନେ ଦେଖିପାରୁଥିବେ। ଭାଉଜଙ୍କର ଡେଲି ଉଠିବେ ସକାଳୁ, ଏଠି ପାଣି ଦେବେ ଏବଂ ଗଛଲତାକୁ ଚେକ୍ କରିବେ। ଦେଖନ୍ତୁ ସାଙ୍ଗମାନେ, ତାହେଲେ ସାଙ୍ଗମାନେ ଆଜି ତ ସମୟ ହେଇଗଲାଣି, ଆମେ ଏବେ ରହିବୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା କରନ୍ତୁ। ଏଇଭଳି ସୁନ୍ଦର ସୁନ୍ଦର ଢଗଧଙ୍ଗା ପ୍ରଶ୍ନ ଆପଣମାନଙ୍କ ମନୋରଞ୍ଜନ ପାଇଁ ଆମେ ଆଣିବୁ, ଆପଣମାନେ ଦେଖିବାର ସୁଯୋଗ ନେବେ। ତାହେଲେ ସାଙ୍ଗମାନେ ଏବେ ଆମେ ରହୁଛୁ, ଆଗାମୀ ଭିଡ଼ିଓକୁ ଅପେକ୍ଷା କରନ୍ତୁ। ରହିଲୁ ସାଙ୍ଗମାନେ, ଜୟ ଜଗନ୍ନାଥ, ନମସ୍କାର।